नमस्कार श्रोता बंधु ब्लेसिंग्स टीम तरफरु मु स्वप्ना आरंभ करने को जाऊँगी जोगीर आत्मचरित पुस्तकर परिच्छेद 10 गुरुदेव श्री जुक्तेश्वर गिरी सहित परमहंस जोगानंदर साक्षात। एक अलस मुहूर्त खंडिए भावोद्दीपक पुस्तक को जोगानंद पढ़ुथिले। ସେଥିରେ ଲେଖା ଥିଲା ଯେ ଈଶ୍ୱର ବିଶ୍ୱାସ ଫଳରେ ସବୁ ଅସାଧ୍ୟ କାର୍ଯ୍ୟ ସମ୍ଭବ ହୋଇପାରେ କେବଳ ଗୋଟିଏ ବିଷୟକୁ ବାଦ୍ ଦେଲେ, ଯାହା ହେଉଛି ପାଠ ନ ପଢ଼ି ପରୀକ୍ଷାରେ ପାସ୍ କରିବା। ଏହି ଯେଉଁ ବାଦ୍ ଦେବା କଥାଟିକୁ ସେ ପଢ଼ିଲେ ସେହି ବହିରେ, ତାକୁ ପଢ଼ି ସେ ବଡ଼ ବିରକ୍ତ ହୋଇଗଲେ ଏବଂ ବନ୍ଦ କରିଦେଲେ। ତାଙ୍କୁ ଲାଗିଲା ଯେ ଏହି କଥା ପଦରୁ ଜଣାପଡ଼ୁଛି ଯେ ଲେଖକଙ୍କର ଈଶ୍ୱର ବିଶ୍ୱାସରେ ଟିକେ ଅଭାବ ରହିଛି। ଲେଖକଙ୍କର ବୋଧେ ବିଶ୍ୱାସ ଅଛି ଯେ ଯେଉଁମାନେ ରାତ୍ରି ଉଜାଗର ରହି ଦୀପ ଜାଳି ପଢ଼ନ୍ତି ସେମାନେ ଭଲ କରିବେ। ଯୋଗାନନ୍ଦ ତାଙ୍କ ବାପାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ହାଇସ୍କୁଲ ପାଠପଢ଼ା ଶେଷ କରିବେ। ସେ ବିଶେଷ ଭାବରେ ପରିଶ୍ରମିତ ନଥିଲେ, କାହିଁକି ନା କ୍ଲାସରୁମ୍ ଛାଡ଼ି ମାସ ପରେ ମାସ ତାଙ୍କର ଅଧିକାଂଶ ସମୟକୁ ସେ କଟାଉଥିଲେ ଗାଧୁଆ ଘାଟମାନଙ୍କର କଡ଼େ କଡ଼େ କଲିକତାରେ। ଏବଂ ତାକୁ ଲାଗି ଯେଉଁ ଶ୍ମଶାନ ଭୂମି ଥାଏ, ଯାହାକି ରାତ୍ରି କାଳରେ ଟିକେ ଭୀତିପ୍ରଦ ହୋଇଥାଏ, କିନ୍ତୁ ଯୋଗୀମାନଙ୍କ ପାଇଁ ଯାହା ବଡ଼ ଆକର୍ଷଣୀୟ ସ୍ଥାନ, ସେହି ସବୁ ସ୍ଥାନମାନଙ୍କରେ ଯୋଗାନନ୍ଦ ତାଙ୍କର ସମୟ କଟାଉଥିଲେ। ତେଣୁ ରାତ୍ରି ଉଜାଗର ମେଧାବୀ ଛାତ୍ରମାନଙ୍କର ରାତ୍ରି ଉଜାଗର ଠାରୁ ତାଙ୍କର ରାତ୍ରି ଉଜାଗର ଟିକେ ଭିନ୍ନ ରକମର ଥିଲା। ହିନ୍ଦୁ ହାଇସ୍କୁଲର ଅନ୍ତିମ ପରୀକ୍ଷାର ସମୟ ନିକଟ ହୋଇ ଆସୁଥିଲା। ଏହି ଯେଉଁ ପରୀକ୍ଷା ଆଉ ତାର ପୂର୍ବ ସମୟ ଟିକେ କୋକୁଆ ଭୟ ପରି ସମସ୍ତଙ୍କୁ ଡରାଏ, କିନ୍ତୁ ତା ସତ୍ତ୍ୱେ ମଧ୍ୟ ଯୋଗାନନ୍ଦଙ୍କର ମନ ଶାନ୍ତ ଥିଲା। ସାହସର ସହିତ ଭୂତ ପ୍ରେତ ରାଜ୍ୟରେ ବୁଲି ସେ ଯେଉଁ ଜ୍ଞାନ ଆହରଣରେ ବ୍ୟସ୍ତ ଥିଲେ, ତାହା ଲେକ୍ଚର ହଲରେ ତାଙ୍କୁ ମିଳେ ନାହିଁ। ସ୍ୱାମୀ ପ୍ରଣବାନନ୍ଦଙ୍କ ପରି ଏକ ସମୟରେ ଦୁଇଟି ସ୍ଥାନରେ ଆବିର୍ଭାବ ହେବାର କୌଶଳ ତାଙ୍କୁ ଜଣା ନଥିଲା। ସେଥିପାଇଁ ତାଙ୍କର ଯୁକ୍ତି ଥିଲା ଯେ ଭଗବାନ ତାଙ୍କର ସଙ୍କଟକୁ ନିଶ୍ଚୟ ବୁଝିବେ ଏବଂ ସେଥିରୁ ତାଙ୍କୁ ଉଦ୍ଧାର କରିବେ। ଦିନେ ଉପରଓଳି ସେ ବୁଲୁଥିଲା ବେଳେ ତାଙ୍କର ଜଣେ ସହପାଠୀ ସାଙ୍ଗରେ ତାଙ୍କର ଦେଖାଗଲା। ତାର ବନ୍ଧୁତ୍ୱପୂର୍ଣ୍ଣ ଦୃଷ୍ଟି ଦେଖି ଯୋଗାନନ୍ଦ ତାକୁ କହିଲେ ଯେ ଆରେ ନାଣ୍ଟୁ, କ'ଣ କରିବି, ସ୍କୁଲକୁ ନ ଯାଇ ମୁଁ ବଡ଼ ମୁସ୍କିଲରେ ପଡ଼ିଯାଇଛି। ନାଣ୍ଟୁ ଥିଲା ତାଙ୍କ କ୍ଲାସର ଜଣେ କୃତି ଛାତ୍ର। ନାଣ୍ଟୁ କହିଲା ଯେ ଶେଷ ପରୀକ୍ଷା ପାଇଁ ତୁ ଆଦୌ ପ୍ରସ୍ତୁତ ହୋଇନାହୁଁ ଜଣାପଡ଼ୁଛି, ଆଉ ତତେ ସାହାଯ୍ୟ କରିବା ବୋଧହୁଏ ମୋର କାମ। ଏହି କେତେ ପଦ ସରଳ କଥା ଦୈବ ଆଶ୍ୱାସନା ପରି ଯୋଗାନନ୍ଦଙ୍କର କାନରେ ପଶିଲା। ସେ ଆଉ ଡେରି ନ କରି ବନ୍ଧୁ ଘରେ ଯାଇ ପହଞ୍ଚିଗଲେ। ପରୀକ୍ଷକମାନେ ଯେଉଁ ସବୁ ପ୍ରଶ୍ନ ପଚାରି ପାରନ୍ତି ବୋଲି ନାଣ୍ଟୁର ମନେ ହେଉଥିଲା, ସେ ସବୁର ଉତ୍ତରକୁ ସେ ମୋଟାମୋଟି ଭାବରେ ଯୋଗାନନ୍ଦଙ୍କୁ ବୁଝାଇ ଦେଲା। ତାଠାରୁ ବିଦାୟ ନେଲା ବେଳକୁ ଅନେକ ରାତି ହେଇଯାଇଥିଲା। ଗଭୀର ଭକ୍ତିର ସହିତ ପ୍ରାର୍ଥନା କଲେ ଯୋଗାନନ୍ଦ ଯେ ଆସନ୍ତା କେତୋଟି ଦିନ ପର୍ଯ୍ୟନ୍ତ ଏହିସବୁ ପାଠ ଯେପରି ତାଙ୍କର ମନେ ରହେ। ନାଣ୍ଟୁ ତାଙ୍କୁ ସମସ୍ତ ବିଷୟ ପଢ଼ାଇଥିଲା, କିନ୍ତୁ ସମୟର ଅଭାବରୁ ସଂସ୍କୃତ ପାଠ୍ୟକ୍ରମଟିକୁ ପଢ଼ାଇବାକୁ ଭୁଲି ଯାଇଥିଲା। ବ୍ୟାକୁଳ ହୃଦୟରେ ଏହି ତ୍ରୁଟି ସମ୍ବନ୍ଧରେ ସେ ଭଗବାନଙ୍କୁ ଜଣାଇଲେ। ତା ପରଦିନ ସକାଳେ ସେ ବୁଲି ବାହାରିଲେ। ଅନାବନା ଓ ଅସନା ରାସ୍ତାର ଗୋଟାଏ କଣମୁଣ୍ଡ ଦେଇ ବାଟ ଚାଲି ଚାଲୁ ତାଙ୍କର ଦୃଷ୍ଟି ପଡ଼ିଲା କେତେ ଖଣ୍ଡ ଟୁକୁରା ଛପା କାଗଜ ଉପରେ। ଅତି ଆନନ୍ଦର ସହିତ ସେ ଡେଇଁ ପଡ଼ି କାଗଜଗୁଡ଼ିକୁ ଧରିଲେ। ଦେଖିଲେ ସେଥିରେ କେତେଗୁଡ଼ିଏ ସଂସ୍କୃତ ଶ୍ଲୋକ ଲେଖାଯାଇଛି। ଶ୍ଲୋକଗୁଡ଼ିକର ଅର୍ଥ ବୁଝିବା କଷ୍ଟକର ମନେ ହେବାରୁ ସେ ଜଣେ ସଂସ୍କୃତ ପଣ୍ଡିତଙ୍କୁ ଖୋଜି ତାଙ୍କର ସାହାଯ୍ୟ ଲୋଡ଼ିଲେ। ପଣ୍ଡିତ ଜଣକ ତାଙ୍କୁ ଶ୍ଲୋକ ବୁଝାଇ ଦେଲେ, କିନ୍ତୁ ସେ ସନ୍ଦେହ ବ୍ୟକ୍ତ କରି କହିଲେ, ଏହି ଅସାଧାରଣ ଶ୍ଲୋକଗୁଡ଼ିକ ତୁମର ସଂସ୍କୃତ ପରୀକ୍ଷାରେ ସମ୍ଭବତଃ କୌଣସି କାମରେ ଆସିବ ନାହିଁ, କିନ୍ତୁ ସେହି ନିର୍ଦ୍ଦିଷ୍ଟ ପଦ୍ୟଗୁଡ଼ିକ ସହିତ ପରିଚିତ ଥିବାରୁ ତା ପରଦିନ ସଂସ୍କୃତ ପରୀକ୍ଷାରେ ପାସ୍ କରିବାକୁ ଯୋଗାନନ୍ଦ ସକ୍ଷମ ହୋଇଥିଲେ। ନାଣ୍ଟୁର ଚତୁରତା ଏବଂ ସାହାଯ୍ୟ ଯୋଗୁଁ ଅନ୍ୟାନ୍ୟ ବିଷୟରେ ମଧ୍ୟ ସେ ସର୍ବନିମ୍ନ ପାସ୍ ନମ୍ବର ରଖିପାରିଥିଲେ। ତାଙ୍କର ପ୍ରତିଶ୍ରୁତି ରକ୍ଷା କରି ହାଇସ୍କୁଲ ପଢ଼ା ଶେଷ କରିଥିବାରୁ ବାପା ତାଙ୍କର ବହୁତ ଖୁସି ହୋଇଥିଲେ। ଭଗବାନଙ୍କ ନିକଟରେ ସେ ତାଙ୍କର କୃତଜ୍ଞତା ମଧ୍ୟ ଜଣାଇଥିଲେ। ପୁଣି ଥରେ ସେହି ଯେଉଁ ପୁସ୍ତକଟିକୁ ସେ ବିରକ୍ତ ହୋଇ
ବନ୍ଦ କରିଦେଇଥିଲେ, ଯାହାର ଲେଖକ ପରୀକ୍ଷା ହଲରେ ଭଗବାନଙ୍କର ପ୍ରାଧାନ୍ୟକୁ ଅସ୍ୱୀକାର କରିଥିଲେ, ସେହି ପୁସ୍ତକଟିକୁ ପୁଣି ଥରେ ପଢ଼ି ନ ହସି ସେ ରହିପାରିଲେ ନାହିଁ। ମନେ ମନେ ସେ ଭାବିଲେ, ଯଦି ସେହି ଲେଖକଙ୍କୁ ଯୋଗାନନ୍ଦ କହନ୍ତି ଯେ ଶ୍ମଶାନରେ ମୁର୍ଦ୍ଦାରମାନଙ୍କ ପାଖରେ ବସି ଈଶ୍ୱରଙ୍କୁ ଧ୍ୟାନ କଲେ ହାଇସ୍କୁଲ ପରୀକ୍ଷା ସହଜରେ ପାସ୍ କରି ହୁଏ, ଏହା ଯଦି ସେ ତାଙ୍କୁ କହନ୍ତି, ଲେଖକଙ୍କର ବୋଧେ ମୁଣ୍ଡ ଆହୁରି ବିଗିଡ଼ି ଯାଆନ୍ତା। ଏହି ନୂତନ ଗୌରବ ଲାଭ ପରେ ବର୍ତ୍ତମାନ ଯୋଗାନନ୍ଦ ଘର ଛାଡ଼ି ଚାଲିଯିବା ପାଇଁ ପ୍ରକାଶ୍ୟରେ ଯୋଜନା କରିବାକୁ ଆରମ୍ଭ କରିଲେ। ଜିତେନ୍ଦ୍ର ମଜୁମଦାର ନାମକ ଜଣେ ଯୁବକ ବନ୍ଧୁଙ୍କ ସହ ବାରାଣସୀର ଏକ ଆଶ୍ରମ ଶ୍ରୀ ଭାରତ ଧର୍ମ ମହାମଣ୍ଡଳରେ ଯୋଗ ଦେଇ ଆଧ୍ୟାତ୍ମିକ ସାଧନା ପାଇଁକି ଯୋଗାନନ୍ଦ ସ୍ଥିର କଲେ। ଦିନେ ତାଙ୍କର ଆତ୍ମୀୟ ସ୍ୱଜନମାନଙ୍କ ଠାରୁ ବିଚ୍ଛେଦ ହେବାର ଭାବନା ତାକୁ ବହୁତ ଦୁଃଖରେ ବିହ୍ୱଳ କଲା। ମାଙ୍କର ମୃତ୍ୟୁ ପରେ ତାଙ୍କର ଛୋଟ ଦୁଇ ଭାଇ ସାନନ୍ଦ ଓ ବିଷ୍ଣୁ ଏବଂ ସାନ ଭଉଣୀ ଥାମୁ ପ୍ରତି ତାଙ୍କର ସ୍ନେହ ଅନେକ ବଢ଼ି ଯାଇଥିଲା। ସେ ଯେହେତୁ ତାଙ୍କର ମନ ବହୁତ ଦୁଃଖରେ ଥିଲା, ସେ କ'ଣ କଲେ, ତାଙ୍କର ଆଶ୍ରୟସ୍ଥଳ ସିଡ଼ି ଉପରେ ଛୋଟ ପୂଜା ଘରଟିକୁ ଦୌଡ଼ି ପଡ଼ିଲେ। ସେହି ଘରଟି ଥିଲା ତାଙ୍କର ଅନେକ କଠିନ ସାଧନାର ସାକ୍ଷୀ। ସେଠାରେ 2 ଘଣ୍ଟା ଅଶ୍ରୁର ବନ୍ୟା ବହିଯିବା ପରେ ତାଙ୍କର ମନେ ହେଲା ଯେ ତାଙ୍କ ମଧ୍ୟରେ ଅଦ୍ଭୁତ ପରିବର୍ତ୍ତନ ଘଟିଛି। ସବୁ ମାୟା ମୋହ ତାଙ୍କର ଦୂର ହୋଇଯାଇଛି। ସବୁ ବନ୍ଧୁଙ୍କର ବନ୍ଧୁ ଈଶ୍ୱରଙ୍କର ଅନୁସନ୍ଧାନ ପାଇଁ ତାଙ୍କର ସଂକଳ୍ପ ଦୃଢ଼ ହେଲା। ଆଶୀର୍ବାଦ ନେବା ପାଇଁ ସେ ବାପାଙ୍କ ଆଗରେ ଠିଆ ହେବା କ୍ଷଣି ବାପା ଅତ୍ୟନ୍ତ ବ୍ୟଥିତ ହୋଇ କହିଲେ, ମୁକୁନ୍ଦ, ମୁଁ ଗୋଟିଏ ଅନ୍ତିମ ଅନୁରୋଧ କରୁଛି, ତୁ ମୋତେ ଏବଂ ତୋର ଶୋକସନ୍ତପ୍ତ ଭାଇ ଭଉଣୀମାନଙ୍କୁ ଛାଡ଼ି ଯା ନାହିଁ। ଯୋଗାନନ୍ଦ କହିଲେ, ପୂଜ୍ୟ ବାପା, ମୁଁ ଆପଣଙ୍କୁ କେତେ ଭଲ ପାଏ ସେ କଥା କହିବି କିପରି? କିନ୍ତୁ ପୃଥିବୀରେ ଆପଣଙ୍କ ପରି ଆଦର୍ଶ ପିତା ଯେ ମୋତେ ଦେଇଛନ୍ତି, ସେହି ପରମ ପିତାଙ୍କ ପ୍ରତି ମୋର ପ୍ରେମ ଆହୁରି ଅଧିକ। ମୋତେ ଯିବାକୁ ଦିଅନ୍ତୁ, ମୁଁ ଯେପରି ଦିନେ ଅଧିକ ଭଗବତ ଜ୍ଞାନ ପ୍ରାପ୍ତ କରି ଫେରିଆସେ। ବାପାଙ୍କର ନିସ୍ପୃହ ସମ୍ମତି ନେଇ ଜିତେନ୍ଦ୍ର ସହିତ ଯୋଗ ଦେବା ପାଇଁ ବାରାଣସୀ ଅଭିମୁଖରେ ସେ ବାହାରି ପଡ଼ିଲେ। ସେଠାରେ ଏକ ଆଶ୍ରମର ତରୁଣ ଅଧ୍ୟକ୍ଷ ସ୍ୱାମୀ ଦୟାନନ୍ଦ ତାଙ୍କୁ ସାଦରେ ଗ୍ରହଣ କଲେ। ସେଠାରେ ଯୋଗାନନ୍ଦଙ୍କୁ ଛୋଟ କୋଠରୀଟିଏ ମିଳିଥିଲା। ସେହି କୋଠରୀରେ ପ୍ରଭାତ ସମୟରେ ଅନେକ ସମୟରେ ସେ ଧ୍ୟାନରେ ସମୟ କଟାଉଥିଲେ। ଆଶ୍ରମବାସୀମାନଙ୍କର ଧ୍ୟାନ ଧାରଣା ସମ୍ବନ୍ଧରେ ଅଳ୍ପ ଜ୍ଞାନ ଥିବାରୁ ସେମାନେ ଭାବୁଥିଲେ ଯେ ଯୋଗାନନ୍ଦ ତାଙ୍କର ସବୁ ସମୟ ଆଶ୍ରମ ପରିଚାଳନା କାର୍ଯ୍ୟରେ ନିୟୋଜିତ କରିବା ଉଚିତ। ଦିନେ ସେ ସକାଳେ ତରତର ହୋଇ ତାଙ୍କର ସେହି ଛୋଟ ବଖରାଟିକୁ ଯାଉଥିବା ବେଳେ ଜଣେ ଆଶ୍ରମବାସୀ ଥଟ୍ଟା କରି ତାଙ୍କୁ କହିଲେ, ଭଗବାନଙ୍କୁ ଏତେ ଶୀଘ୍ର ଧରିବା ପାଇଁ ଚେଷ୍ଟା କର ନା। ଯୋଗାନନ୍ଦ ଦୟାନନ୍ଦଙ୍କ ପାଖକୁ ଗଲେ। ସେ କହିଲେ, ସ୍ୱାମୀଜୀ, ଏଠାରେ ଏହି ଆଶ୍ରମରେ ମୋ ଠାରୁ କ'ଣ ଆଶା କରାଯାଉଛି ତାହା ମୁଁ ବୁଝିପାରୁନାହିଁ। କିନ୍ତୁ ମୁଁ ଚାହେଁ ଈଶ୍ୱରାନୁଭୂତି। ତାଙ୍କ ଛଡ଼ା କୌଣସି ସଂଘ ସମ୍ପ୍ରଦାୟ ବା ସତ୍କର୍ମ ମୋତେ ସନ୍ତୁଷ୍ଟ କରିପାରିବ ନାହିଁ। ସ୍ୱାମୀଜୀ କହିଲେ, ତାଙ୍କର ଯେଉଁ ଶିଷ୍ୟମାନେ ପାଖାପାଖିରେ ତାଙ୍କ ପାଖରେ ବସିଥିଲେ ସେମାନଙ୍କୁ ସେ ଟିକେ କୃତ୍ରିମ ଭର୍ତ୍ସନା ସ୍ୱରରେ କହିଲେ, ତୁମେମାନେ କେହି ମୁକୁନ୍ଦକୁ ବିରକ୍ତ କର ନାହିଁ, ସେ ଆମ ଚଳଣି ଧୀରେ ଧୀରେ ଶିଖିଯିବ। ତାପରେ ଦୟାନନ୍ଦଜୀ ମୁକୁନ୍ଦକୁ କହିଲେ ଯେ, ମୁକୁନ୍ଦ, ମୁଁ ଦେଖୁଛି ତୁମର ବାପା ତୁମ ପାଖକୁ ନିୟମିତ ଟଙ୍କା ପଠାଉଛନ୍ତି। ସେହି ଟଙ୍କା ତାଙ୍କ ପାଖକୁ ତୁମେ ଫେରାଇ ଦିଅ। ଏଠାରେ ତୁମ ପାଇଁ ତାର କୌଣସି ଆବଶ୍ୟକତା ନାହିଁ। ତୁମ ପାଇଁ ଏହା ହେଉଛି ପ୍ରଥମ ସଂଯମ ବିଧି ଏବଂ ଦ୍ୱିତୀୟ ସଂଯମ ବିଧି ହେଉଛି ତୁମର ଆହାର ବିଷୟରେ। ଭୋକ ଲାଗିଲେ ମଧ୍ୟ ତୁମେ ସେ କଥା କାହାକୁ କହିବ ନାହିଁ। ଆଶ୍ରମରେ ଦିନ 12ଟାରେ ପ୍ରଥମ ଭୋଜନ ପରିବେଷଣ କରାଯାଉଥିଲା। ଯୋଗାନନ୍ଦଙ୍କ ଘରେ କିନ୍ତୁ ପ୍ରତିଦିନ ସକାଳ 9ଟାରେ ଭଲ ରକମର ପ୍ରାତଃ ଭୋଜନ କରିବା ତାଙ୍କର ଅଭ୍ୟାସ ଥିଲା। ଏ ଯେଉଁ 9ଟାରୁ 12ଟା ମଧ୍ୟର 3 ଘଣ୍ଟାର ବ୍ୟବଧାନ ତାଙ୍କୁ ଅସରନ୍ତି ବୋଧ ହେଲା। କଲିକତାରେ ସେହି ଦିନଗୁଡ଼ିକ ମନେ ପକାଇଲେ ସେ ଯେତେବେଳେ ଖାଇବାରେ 10 ମିନିଟ୍ ମଧ୍ୟ ଡେରି ହୋଇଗଲେ ସେ ପୂଜାରୀକୁ ଗାଳି ଗୁଲଜ କରୁଥିଲେ। କ୍ଷୁଧାକୁ ଆୟତ୍ତ କରିବାକୁ ଦିନେ ଚେଷ୍ଟା କରି ସେ 24 ଘଣ୍ଟାର ଏକ ଉପବାସ ରଖିଲେ। ତା ପରଦିନ ଦ୍ୱିଗୁଣ ଆଗ୍ରହର ସହ ସେ ମଧ୍ୟାହ୍ନ ଭୋଜନ ପାଇଁ ଅପେକ୍ଷା କରି ରହିଥାନ୍ତି। ଏହି ସମୟରେ ଜିତେନ୍ଦ୍ର ଏକ ଖବର ଆଣିକି ଦେଲା ଯେ ଦୟାନନ୍ଦଜୀଙ୍କର ଟ୍ରେନ୍ ଆଜି ବିଳମ୍ବରେ ପହଞ୍ଚିବ ଏବଂ ସେ ଆଶ୍ରମରେ ଆସି ନ ପହଞ୍ଚିବା ଯାଏ ଆମେ କେହି ଖାଇପାରିବା ନାହିଁ। ଯୋଗାନନ୍ଦ ମନେ ମନେ ଭାବିଲେ ଯେ ପ୍ରଭୁ ଟ୍ରେନ୍କୁ ଶୀଘ୍ର ପହଞ୍ଚାଇ ଦିଅ।
ଟ୍ରେନର ଗତି ସତେ ଯେମିତି ବହୁତ ମନ୍ଥର ଚାଲିଛି। ଘଣ୍ଟା ପରେ ଘଣ୍ଟା ବିତିଗଲା। ସ୍ୱାମୀଜୀ ଆଶ୍ରମରେ ଆସି ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇ ଆସିଲାଣି। ଅତି ଆନନ୍ଦରେ ସେ ତାଙ୍କୁ ଅଭ୍ୟର୍ଥନା କଲେ। ଏହି ସମୟରେ ଏକ ଅଶୁଭ ଶକୁନ ପକ୍ଷୀ ପରି ଜିତେନ୍ଦ୍ର ପୁଣି ଥରେ ଏକ ଖବର ନେଇକି ଆସିଲା ଯେ ଦୟାନନ୍ଦଜୀ ପ୍ରଥମେ ସ୍ନାନ କରିବେ, ଧ୍ୟାନରେ ବସିବେ, ତାପରେ ଯାଇ ଖାଇବା ପାଇଁକି ସେମାନେ ବଢ଼ାବଢ଼ି କରିବେ। ସତେ ଯେପରି ଯୋଗାନନ୍ଦ ସଂଜ୍ଞା ହରାଇ ବସିଲେ ସେତେବେଳେ ଏହି କଥା ଶୁଣି। ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକମାନଙ୍କର ଯେଉଁ ଛବି ସବୁ ସେ ଦେଖିଥିଲେ ସେ ସବୁ ତାଙ୍କ ଆଖିରେ ଛାୟାମୂର୍ତ୍ତି ପରି ଭାସିବାକୁ ଲାଗିଲେ। ସେ ଭାବିଲେ ବାରାଣାସୀରେ ଅନାହାର ଯୋଗୁଁ ଆଉ ଗୋଟିଏ ମୃତ୍ୟୁ ଏହି ମୁହୂର୍ତ୍ତରେ ଏହି ଆଶ୍ରମରେ ଘଟିବାକୁ ଯାଉଛି। ରାତି 9ଟା ବେଳକୁ ସେହି ଆସନ୍ନ ସର୍ବନାଶରୁ ତାଙ୍କୁ ରକ୍ଷା ମିଳିଥିଲା। ଭୋଜନରେ ଗଭୀର ମନୋନିବେଶ ସତ୍ତ୍ୱେ ଦୟାନନ୍ଦଜୀ ଅନ୍ୟମନସ୍କ ଭାବରେ ଭୋଜନ କରୁଥିଲେ ଏହା ଯୋଗାନନ୍ଦ ଲକ୍ଷ୍ୟ କରିପାରିଥିଲେ। ଭୋଜନ ପରେ ତୃପ୍ତ ହୋଇ ସେ ସ୍ୱାମୀଜୀଙ୍କର ପଢ଼ାଘରକୁ ଗଲେ। ସେଠାରେ ସେ ଏକାକୀ ବସିଥିଲେ। ଯୋଗାନନ୍ଦ ପଚାରିଲେ, ସ୍ୱାମୀଜୀ ଆପଣଙ୍କୁ କ'ଣ ଭୋକ ହେଉନଥିଲା କି? ସ୍ୱାମୀଜୀ ଉତ୍ତର ଦେଲେ, ହଁ ନିଶ୍ଚୟ ହେଉଥିଲା। କାହିଁକି ନା ଗଲା 4 ଦିନ ମୁଁ ବିନା ଖାଦ୍ୟ ବିନା ପାନୀୟରେ କଟାଇଛି। ଟ୍ରେନ୍ ହେଉଛି ସବୁ ସଂସାରୀ ଲୋକଙ୍କର ଭିନ୍ନ ଭିନ୍ନ ସ୍ପନ୍ଦନରେ ଦୂଷିତ। ତେଣୁ ଟ୍ରେନ୍ରେ ସେ ଖାଦ୍ୟ ଖାଆନ୍ତି ନାହିଁ। ତାଙ୍କ ସଂଗଠନର କେତୋଟି ସମସ୍ୟା ତାଙ୍କ ମୁଣ୍ଡରେ ରହିଥିବାରୁ ଆଜି ରାତ୍ରି ଭୋଜନରେ ସେ ଟିକେ ଅବହେଳା କରିଛନ୍ତି। ତରବର ହେବାର କ'ଣ ଅଛି, କାଲି ସେ ଠିକ୍ ସେ ଖାଇବେ। ଏହା କହି ଯୋଗାନନ୍ଦଙ୍କୁ ସେ ଆନନ୍ଦରେ ହସି ଉଠିଲେ। ଲଜ୍ଜାରେ ଯୋଗାନନ୍ଦଙ୍କର ଶ୍ୱାସରୁଦ୍ଧ ହେବାକୁ ଲାଗିଲା। ସାହସ କରି ସେ ଆଉ ଗୋଟିଏ ପ୍ରଶ୍ନ ପଚାରିଲେ ଯେ ସ୍ୱାମୀଜୀ ଆପଣଙ୍କ ଆଦେଶ ପାଳନ କରିବାକୁ ଯାଇ ମୁଁ ବଡ଼ ଧର୍ମ ସଙ୍କଟରେ ପଡ଼ିଯାଇଛି। ଧରନ୍ତୁ ମୁଁ କେବେ ହେଲେ ଖାଇବାକୁ ମାଗିଲି ନାହିଁ, କେହି ମୋତେ କିଛି ଦେଲେ ନାହିଁ, ତାହେଲେ ତ ମୁଁ ଭୋକରେ ମରିଯିବି। ସ୍ୱାମୀଜୀ କହିଲେ, ମର ତାହା ହେଲେ। ମୁକୁନ୍ଦ, ତୁମକୁ ଯଦି ନିଶ୍ଚୟ ମରିବାକୁ ହେବ ତେବେ ମର। କେବେ ବିଶ୍ୱାସ କର ନାହିଁ ଯେ ତୁମେ ଖାଦ୍ୟ ବଳରେ ବଞ୍ଚିଛ, ଈଶ୍ୱରଙ୍କ ଶକ୍ତି ଦ୍ୱାରା ନୁହଁ। ଯେ ସବୁ ପ୍ରକାର ପୁଷ୍ଟିକାରକ ଖାଦ୍ୟର ବ୍ୟବସ୍ଥା କରିଛନ୍ତି, ଯେ କ୍ଷୁଧା ଦେଇଛନ୍ତି, ସେ ନିଶ୍ଚୟ ତାଙ୍କର ଭକ୍ତର ରକ୍ଷଣାବେକ୍ଷଣ କରିବେ। କେବେ ହେଲେ ଭାବିବ ନାହିଁ ଯେ ଅନ୍ନ ତୁମକୁ ବଞ୍ଚାଇ ରଖିଛି ଅଥବା ଧନ କିମ୍ବା ଜନ ତୁମର ପୃଷ୍ଠପୋଷକତା କରୁଛି। ଯଦି ଭଗବାନ ତୁମର ପ୍ରାଣବାୟୁ ଟିକକ ଫେରାଇ ନିଅନ୍ତି, ସେମାନେ ତୁମକୁ ସାହାଯ୍ୟ କରିପାରିବେ କି? ସେମାନେ ତାଙ୍କର କାର୍ଯ୍ୟସାଧକ ବସ୍ତୁ ମାତ୍ର। ତୁମ ଉଦରରେ ଯେଉଁ ଖାଦ୍ୟ ପରିପାକ ହୁଏ ତାହା ତୁମର କୌଣସି କୌଶଳ ଯୋଗୁଁ ସମ୍ଭବ ହୁଏ କି? ମୁକୁନ୍ଦ, ବିଚାରର ତରବାରୀ ଧର, କର୍ତ୍ତୃତ୍ୱ ଜ୍ଞାନର ଶୃଙ୍ଖଳକୁ କାଟି ପକାଅ ଏବଂ ସେହି ପରମ କାରଣଙ୍କୁ ଦେଖ। ଏହି ମର୍ମଭେଦୀ ମନ୍ତବ୍ୟ ଯୋଗାନନ୍ଦଙ୍କର ଅସ୍ଥିମଜ୍ଜାର ଗଭୀର ପ୍ରଦେଶରେ ପ୍ରବେଶ କଲା। ଶରୀରର ଆବଶ୍ୟକତା ଆତ୍ମାକୁ ପରାଭୂତ କରେ। ବହୁ କାଳରୁ ରହିଥିବା ଏହି ଭ୍ରାନ୍ତି ତାଙ୍କର ଆଜି ଦୂର ହୋଇଗଲା। ସେହିଠାରେ ସେହି ମୁହୂର୍ତ୍ତରେ ସେ ଆତ୍ମାର ପରିପୂର୍ଣ୍ଣତାକୁ ଉପଲବ୍ଧି କଲେ। କଲିକତାରୁ ସେ ସାଙ୍ଗରେ ଯେଉଁ ଏକମାତ୍ର ସମ୍ପତ୍ତି ଆଣିଥିଲେ ତାହା ହେଲା ସାଧୁ ମାଙ୍କୁ ଦେଇଥିବା ରୂପାର କବଚଟି, ଯାହା ମା ମୃତ୍ୟୁ ପୂର୍ବରୁ ତାଙ୍କୁ ଦେଇ ଯାଇଥିଲେ। ବହୁ ବର୍ଷ ଧରି ସେ ତାକୁ ଜଗି ରଖି ଆସିଥିଲେ। ଆଶ୍ରମରେ ସେ ତାଙ୍କର ବଖରାରେ ତାକୁ ଲୁଚାଇ ରଖିଥିଲେ। କବଚର ଉପକାରିତା ମନେ ପଡ଼ିବାରୁ ଦିନେ ସକାଳେ ଟିକିଏ ଆନନ୍ଦ ପାଇବା ପାଇଁ ସେ ଚାବି ପଡ଼ିଥିବା ବାକ୍ସଟି ଖୋଲିଲେ। କିନ୍ତୁ କି ଆଶ୍ଚର୍ଯ୍ୟ, କବଚଟି ନାହିଁ। ଦୁଃଖରେ ସେ ଲଫାପାଟିକୁ ଚିରି ପକାଇଲେ। ଦେଖିଲେ ତାଙ୍କର ସନ୍ଦେହ ନିର୍ଭୁଲ। ସାଧୁଙ୍କର ଭବିଷ୍ୟତବାଣୀ ଅନୁସାରେ କବଚଟି ଯେଉଁ ଶୂନ୍ୟରୁ ଆସିଥିଲା ସେହି ଶୂନ୍ୟରେ ହିଁ ଅନ୍ତର୍ହିତ ହୋଇଯାଇଛି। ଶ୍ରୋତାବନ୍ଧୁମାନେ, ଆଜିର ଅଧ୍ୟାୟଟିକୁ ଏଇଠି ରଖୁଛି। ଏହାର ଅବଶିଷ୍ଟାଂଶକୁ ନେଇ ପୁଣି ଏକ ଅଧ୍ୟାୟରେ ଆସିବି। ଆଜି ପାଇଁ ଏତିକି। ନମସ୍କାର।